नमस्कार दर्शक बंधु सुस्थ जीवन ओडिशा रे आज जानिबा कदलीर उपकारिता। बंधुगण आम देश रे क्रिकेट खेल बहुत प्रचलित। बहुत लोक क्रिकेट खेलाड़ी मानक पछरे पागल। कौन आपण माने जानिछंती क्रिकेट खेलठू आहुरी कठिन कठिन परिश्रम युक्त खेल सृष्टि रे अछि, जेमिति कि फुटबॉल, टेनिस इत्यादि। ଯେଉଁ ଖେଳାଳିମାନେ ଫୁଟବଲ ଏବଂ ଟେନିସ୍ ଖେଳନ୍ତି ସେମାନେ ମୁଖ୍ୟତଃ କଦଳୀକୁ ନିଜର ପୋଷକ ତତ୍ତ୍ୱ ଭାବରେ ଗ୍ରହଣ କରିଥାନ୍ତି। କଦଳୀରୁ ହିଁ ସେମାନେ ସବୁ ଶକ୍ତି ପାଆନ୍ତି ଏବଂ ସେହି ଶକ୍ତି ଦ୍ୱାରା ସେମାନେ ବାରମ୍ବାର ଖେଳରେ ଭଲ ପ୍ରଦର୍ଶନ କରିପାରନ୍ତି। ଆଜି କହିବି କଦଳୀ କିଭଳି ଭାବରେ ମଣିଷର ଶରୀରକୁ, ମଣିଷର ମନକୁ ଏବଂ ଜୀବନଶୈଳୀକୁ ପରିବର୍ତ୍ତନ କରିପାରେ। ଆସନ୍ତୁ କଦଳୀର ଗୁଣଧର୍ମ ବିଷୟରେ ଜାଣିବା। ଏହା ବାତ ପିତ୍ତ ନାଶକ ହୋଇଥାଏ କିନ୍ତୁ କଫକୁ ବୃଦ୍ଧି କରିଥାଏ। ତ ଯେଉଁମାନେ କଫଯୁକ୍ତ ରୋଗୀ, ଥଣ୍ଡା ଛିଙ୍କ ଇତ୍ୟାଦି ବାରମ୍ବାର ହୋଇଥାଏ, ଶ୍ୱାସ ରୋଗରେ ପୀଡ଼ିତ, ସେମାନେ ଏହାକୁ ଖାଇବେ ନାହିଁ। ଏହା ଏକ ଗୁରୁପାକ ଖାଦ୍ୟ ଅର୍ଥାତ୍ ଧୀରେ ଧୀରେ ଡେରିରେ ହଜମ ହୋଇଥାଏ। ଚିକଣଯୁକ୍ତ ଏବଂ ମଧୁର ତଥା କଷା ସ୍ୱାଦଯୁକ୍ତ। କେଉଁ ବ୍ୟକ୍ତିମାନେ ଏହାକୁ ଖାଇପାରିବେ? ମଧୁମେହ ରୋଗ ବା ଡାଇବେଟିସରେ ପୀଡ଼ିତ ଥିବା ପତଳା ବ୍ୟକ୍ତି ଅଳ୍ପ ପରିମାଣରେ କଦଳୀ ସେବନ କରିପାରିବେ, କିନ୍ତୁ ମୋଟା ବ୍ୟକ୍ତି ନୁହେଁ। ଯେଉଁମାନଙ୍କୁ ବାରମ୍ବାର ଭୋକ ଲାଗୁଛି, ଦିନକୁ 3 ଥର 4 ଥର ଭୋକ ଲାଗୁଛି, କଣ ଖାଇବେ ଭାବି ଇଆଡୁ ସିଆଡୁ ବିଭିନ୍ନ ପ୍ରକାରର ଜଙ୍କ ଫୁଡ ଖାଉଛନ୍ତି ବା ତେଲଯୁକ୍ତ ଖାଦ୍ୟ ଖାଉଛନ୍ତି, ସେମାନେ କଦଳୀ ଖାଆନ୍ତୁ। ଅମ୍ଳ ପିତ୍ତ ନୁହେଁ ବରଂ ରାଗ ପିତ୍ତ ଥିବା ବ୍ୟକ୍ତି ଅର୍ଥାତ୍ ଯଦି ଆପଣଙ୍କ ପେଟରେ ଆମ୍ବିଳି ହେଉଛି, ଆମ୍ବିଳି ଯୁକ୍ତ ପିତ୍ତ ବଢି ଯାଇଛି, ତାହେଲେ ଆପଣ କଦଳୀ ଖାଇବେ ନାହିଁ। ବରଂ ଯଦି ଜଳାପୋଡା ଜନିତ ପିତ୍ତ ହେଉଛି, ପେଟ ଗରମ ରହୁଛି ଏବଂ ତଣ୍ଟି ପୋଡୁଛି, ପେଟ ପୋଡିଲା ଜଳିଲା ଭଳିଆ ଲାଗୁଛି, ତାହେଲେ ଆପଣ କଦଳୀ ଖାଇପାରିବେ। ଦେହରେ ଥିବା ଅତିରିକ୍ତ ଗରମ ବା ହିଟ୍ ୱେଭ୍ କଦଳୀ ଖାଇବା ଦ୍ୱାରା ଦୂର ହୋଇଥାଏ। ଯଦି ଆପଣଙ୍କ ଦେହରୁ ଅଧିକ ଝାଳ ବାହାରୁଛି, ଝାଳ ଦୁର୍ଗନ୍ଧଯୁକ୍ତ, ତେଣୁ ରକ୍ତ ଶୋଧକ ହିସାବରେ କଦଳୀ ଏଠାରେ କାମ କରେ ଏବଂ ଝାଳର ଦୁର୍ଗନ୍ଧ ଦୂର କରିବାରେ ସାହାଯ୍ୟ କରେ। କଦଳୀ ମାଂସପେଶୀର ଦୁର୍ବଳତା ଦୂର କରେ। ଯେଉଁମାନେ ମସ୍କୁଲାର ଡିଷ୍ଟ୍ରୋଫି ଏବଂ ବିଭିନ୍ନ ପ୍ରକାର ମାଂସପେଶୀ ଜନିତ ଯନ୍ତ୍ରଣା ସମସ୍ୟାରେ ପୀଡ଼ିତ, ସେମାନେ ମୁଖ୍ୟତଃ ବାତ ପ୍ରଧାନ ରୋଗୀ ଯେଉଁମାନେ, ସେମାନେ କଦଳୀ ଖାଇବା ଦ୍ୱାରା ଲାଭାନ୍ୱିତ ହୋଇପାରିବେ। ଶରୀର କ୍ଷୟ ଜନିତ ଦୁର୍ବଳତା ବା ମସଲ ବା ସ୍କିନ୍ ଡିଜେନେରେସନ ଯେଉଁମାନଙ୍କର ହେଉଛି, କ୍ଷୟ ହେଇଯାଉଛି, ସେମାନେ କଦଳୀ ଖାଇପାରିବେ। ବନ୍ଧୁଗଣ, ଆମ ଶରୀରଟା ଟୋଟାଲି ଇନଫର୍ମେସନରେ ଚାଲିଛି। এই ଇନଫର୍ମେସନ ଟ୍ରାନ୍ସଫର ହୋଇଥାଏ ସ୍ନାୟୁ ଦେଇ ବା ନର୍ଭସ ସିଷ୍ଟମ ଦେଇ। ନର୍ଭସ ସିଷ୍ଟମରେ ସୋଡିୟମ ପୋଟାସିୟମ ଚ୍ୟାନେଲ ରହିଛି। କଦଳୀରେ ଅଧିକ ପରିମାଣରେ ପୋଟାସିୟମ ଥିବାରୁ ଆମ ନର୍ଭସ ସିଷ୍ଟମକୁ ସେ ଶକ୍ତି ଯୋଗାଇଥାଏ ଏବଂ ସ୍ଥିରତା ଆଣିଥାଏ। ଯେଉଁମାନେ ମାନସିକ ବ୍ୟସ୍ତତା ଜନିତ ସମସ୍ୟା, ଜଲ୍ଦି ଜଲ୍ଦି କୌଣସି କାମ କରିବା, ଖାଇବା, ହଡ଼ବଡ଼ି ଇତ୍ୟାଦି ଗୁଣ ରହିଥାଏ, ତରବରିଆ ଗୁଣ ଥାଏ ଏବଂ ସେମାନଙ୍କ ମନ ସବୁବେଳେ ଅଶାନ୍ତ ରହୁଥାଏ, ସେଭଳି ପେସେଣ୍ଟ ମାନଙ୍କୁ କଦଳୀ ଖାଇବାକୁ ଦିଅନ୍ତୁ। ଧ୍ୟାନରେ ରଖିବେ ସେମାନେ ଯେମିତି କଫ ଜନିତ ସମସ୍ୟାରେ ପୀଡ଼ିତ ନଥିବେ। ଆଗରୁ ଜଣେଇଛି, ଭୋକିଲା ବ୍ୟକ୍ତି, ବାରମ୍ବାର ଭୋକ ଲାଗୁଥିବା ବ୍ୟକ୍ତି, ଯାହାର ହଜମ ଶକ୍ତି ଅଧିକା ଥିବ, ସେଇଭଳି ବ୍ୟକ୍ତିଙ୍କୁ କଦଳୀ ଖାଇବା ଦ୍ୱାରା ସେମାନଙ୍କର ପେଟ ପୁରିଥାଏ ଏବଂ ଶକ୍ତି ମଧ୍ୟ ମିଳିଥାଏ। ଯଦି ଛୋଟ ପିଲା ଦୁଷ୍ଟ ହେଉଛନ୍ତି, ଜିଦ୍ କରୁଛନ୍ତି, ସେମାନଙ୍କୁ କଦଳୀ ଖାଇବାକୁ ଦିଅନ୍ତୁ। ବାଲ୍ୟକାଳ ସାଧାରଣତଃ କଫଯୁକ୍ତ ଦୋଷ ଥାଏ, ତେଣୁ କମ ପରିମାଣରେ କଦଳୀ ଦିଅନ୍ତୁ। କଦଳୀ ମଜ୍ଜା ଧାତୁକୁ ପୁଷ୍ଟି ଯୋଗାଇଥାଏ, ତେଣୁ ଆଖି ରୋଗୀ, ମସ୍ତିଷ୍କ ରୋଗୀ, ଅଳସୁଆ ବ୍ୟକ୍ତି, ଚିଡ଼ିଚିଡ଼ା ବ୍ୟକ୍ତି ଏବଂ କ୍ରୋଧ ଅର୍ଥାତ୍ ପିତ୍ତ ଯାହାର ଅଧିକ ଅଛି, ଯେଣୁ କଥାରେ କୁହାଯାଏ ମୁଣ୍ଡକୁ ପିତ୍ତ ଚଢ଼ିବା, ଏଇଭଳି ରୋଗୀଙ୍କୁ ଏବଂ ଅଧିକ ଚିନ୍ତା କରୁଥିବା, ଗୋଟିଏ କଥାକୁ ବାରମ୍ବାର ଚିନ୍ତା କରୁଥିବା ବ୍ୟକ୍ତିଙ୍କୁ କଦଳୀ ଖାଇବାକୁ ଦେବା ଦ୍ୱାରା ସେମାନଙ୍କର ଧୀରେ ଧୀରେ ପରିବର୍ତ୍ତନ ଆସିଥାଏ।
कदली मस्तिष्क ପାଇଁ ଗୋଟିଏ ଟନିକ୍। ଯଦି ଅଧିକ ସ୍ୱପ୍ନ ଦେଖୁଛନ୍ତି କିମ୍ବା ଅଧିକ ଚିନ୍ତା କରିବା ଆବଶ୍ୟକ ପଡୁଛି, ଯେଉଁମାନେ ବିଭିନ୍ନ ମଲ୍ଟିଟାସ୍କିଂ କରୁଛନ୍ତି ସେମାନଙ୍କୁ କଦଳୀ ଖାଇବାକୁ ଦେବା ଦ୍ୱାରା ସେମାନେ ସହଜରେ ମଲ୍ଟିଟାସ୍କିଂ କରିପାରିବେ। ମୁଁ ଯାହା ବି ଇନଫର୍ମେସନ୍ ଭିଡ଼ିଓ ମାଧ୍ୟମରେ ଦଉଛି କୌଣସି ଫଳ ବା କୌଣସି ମେଡିସିନ ଉପରେ, ଆପଣମାନେ ଏଗୁଡ଼ିକୁ ଧ୍ୟାନର ସହିତ ଦେଖନ୍ତୁ। ସାଧାରଣ ଉପକାରିତାଠୁ କିଛି ଅଲଗା ବୈଜ୍ଞାନିକ କାରଣ ସହିତ ଭିଡ଼ିଓ ମାଧ୍ୟମରେ ମୁଁ ଆପଣଙ୍କୁ ଜଣାଇବା ପାଇଁ ଚେଷ୍ଟା କରୁଛି। କେଉଁ ଫଳ, ପନିପରିବା ବା କୌଣସି ମସଲା ଜାତୀୟ ଔଷଧୀୟ ବୃକ୍ଷ ବିଷୟରେ ଆପଣମାନେ ଜାଣିବାକୁ ଚାହୁଁଥିଲେ କମେଣ୍ଟରେ ଲେଖି ନିଶ୍ଚିନ୍ତ ଜଣାନ୍ତୁ। ସେଗୁଡ଼ିକ ବିଷୟରେ ଆବଶ୍ୟକୀୟ ତଥ୍ୟ ବୈଜ୍ଞାନିକ ପ୍ରମାଣ ସହିତ ମୁଁ ଆପଣମାନଙ୍କୁ ଯଥାସମ୍ଭବ ଦେବି। କଞ୍ଚା କଦଳୀର ଉପକାରିତା ମଧ୍ୟ ଭୁଲି ହେବ ନାହିଁ। ଏଥିରେ କଷା ଗୁଣ ଯେହେତୁ ଅଧିକା ରହିଛି, ଆପଣ ତାକୁ ଭାଜିକି ବା ତରକାରୀରେ ପକେଇ ଖାଆନ୍ତୁ। ଘିଅରେ ଭାଜିକି ଖାଇଲେ ତାର ଉପକାରିତା ରହିଥାଏ। ଯେଉଁମାନେ ଗ୍ରହଣୀ ରୋଗ ବା IBS ଇରିଟେବଲ ବାୱେଲ ସିଣ୍ଡ୍ରୋମରେ ପୀଡ଼ିତ କିମ୍ବା ଯେଉଁମାନେ ତରଳ ଝାଡ଼ାରେ ପୀଡ଼ିତ ଅଛନ୍ତି ସେମାନେ ମଧ୍ୟ କଞ୍ଚା କଦଳୀର ଲାଭ ଉଠାଇ ପାରିବେ। ପୁରୁଷମାନଙ୍କ କ୍ଷେତ୍ରରେ କଦଳୀ ହେଉଛି ଶୁକ୍ର ଧାତୁ ବର୍ଦ୍ଧକ। ଦୁର୍ବଳ ଗର୍ଭାଶୟ ଯଦି ଥାଏ ତାହେଲେ ଗର୍ଭାଶୟକୁ ମଧ୍ୟ ଶକ୍ତି ଯୋଗାଇଥାଏ ଏବଂ ଅଧିକ ଋତୁ ରକ୍ତସ୍ରାବ ହେଉଥିଲେ କଦଳୀ ଖାଇବା ଦ୍ୱାରା ଉପଶମ ମିଳିଥାଏ। ଆସନ୍ତୁ ଜାଣିବା କିଭଳି ଭାବେ ଆମେ ଏହାକୁ ଖାଇପାରିବା। କଦଳୀର ଫୁଲକୁ ଭଜା ବା ତରକାରୀରେ ପକାଇ ଖାଇହେବ। କଞ୍ଚା କଦଳୀକୁ ଘିଅରେ ଭାଜି ତାକୁ ଆପଣ ଖାଇପାରିବେ। ଏହା ଉପକାରୀ ହୋଇଥାଏ। ପାଚିଲା କଦଳୀକୁ ଖାଦ୍ୟ ପରେ ମଧ୍ୟ ଖାଇହେବ। ଏହା ଏକମାତ୍ର ଫଳ ଯାହାକୁ ଖାଦ୍ୟ ପରେ ଖାଇହେବ। ଏହାଦ୍ୱାରା ଆପଣଙ୍କର ହଜମ ଶକ୍ତି ବଢ଼ିଥାଏ। ପାଚିଲା କଦଳୀକୁ ଆପଣ ମହୁ ସହ ମିଶାଇ ଖାଇବା ଦ୍ୱାରା ସ୍ନାୟୁତନ୍ତ୍ର ସକ୍ରିୟ ହୋଇଥାଏ। ଯଦି କଦଳୀ ଖାଇବା ଦ୍ୱାରା ପାଟିରେ କୌଣସି ପ୍ରକାର କଫ, ଲାଳ ବା କଷା ଲାଗୁଛି ତାହେଲେ ଆପଣ ହାଲକା ଲୁଣ ବା ସୈନ୍ଧବ ଲବଣ କିମ୍ବା ଆପଣ ପିଙ୍କ ସଲ୍ଟ ମିଶାଇ ଆପଣ କଦଳୀକୁ ଖାଇପାରିବେ। ଦ୍ୱିପହର ସମୟରେ କଦଳୀ ଖାଇନେବା ଉଚିତ। ସନ୍ଧ୍ୟା ପୂର୍ବରୁ 4ଟା-5ଟା ପୂର୍ବରୁ, ସକାଳ 10ଟା ପରେ କଦଳୀ ଖାଇବାର ପ୍ରକୃଷ୍ଟ ସମୟ। କ୍ଷୀର ସହ କଦଳୀ ଖାଇବେ ନାହିଁ, ପରସ୍ପରର ଶତ୍ରୁ ଏବଂ ବିଷାକ୍ତ ଦ୍ରବ୍ୟ ଜାତ କରିପାରେ। ମୋଟା ବ୍ୟକ୍ତି ଯେଉଁମାନଙ୍କର ଚର୍ବି ଅଧିକ, କମ ଭୋକ ଲାଗୁଥିବା ବା ଦୁର୍ବଳ ପାଚନ ଶକ୍ତି ଥିବା ବ୍ୟକ୍ତି ଏବଂ କଫ ରୋଗ ଥିବା ବ୍ୟକ୍ତି ତଥା ଫ୍ୟାଟି ଲିଭର ଥିବା ବ୍ୟକ୍ତିମାନେ କଦଳୀ ଖାଇବେ ନାହିଁ। ବନ୍ଧୁଗଣ, ଆଜିର ଭିଡ଼ିଓରେ ଏତିକି। ସୁସ୍ଥ ରୁହନ୍ତୁ, ଖୁସିରେ ରୁହନ୍ତୁ। ସୁସ୍ଥ ଜୀବନ ଓଡ଼ିଶା ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ପୁଣି ଆସିବି ଆଉ ଗୋଟିଏ ଭିଡ଼ିଓ ନେଇ ଆପଣମାନଙ୍କ ପାଇଁ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଧନ୍ୟବାଦ।